ନାଇଁ ନାଇଁ ଶୁଣନ୍ତୁ ଯେଉଁମାନଙ୍କ ନାଁ ମୁଖ୍ୟମନ୍ତ୍ରୀ ପାଇଁ ଯେଉଁ କେତେଜଣଙ୍କ ନାଁ ଆଲୋଚିତ ହେଉଥିଲା ତା ଭିତରେ ମୋହନ ମାଝୀଙ୍କ ନାଁ ମଧ୍ୟ ଥିଲା। ଯଦି ବିଧାୟକମାନଙ୍କ ଭିତରୁ ଜଣେ କରନ୍ତି, ମୁଁ କହିଥିଲି ବିଧାୟକମାନଙ୍କ ଭିତରୁ କଲେ 3 ଜଣ ଲୋକ ଅଛନ୍ତି, ସୁରେଶ ପୂଜାରୀ, କର୍ଣ୍ଣବର୍ଦ୍ଧନ ସିଂଦେଓ ଓ ମୋହନ ମାଝୀ। କାରଣ ଏମାନେ ସୁରେଶ ପୂଜାରୀଙ୍କୁ ଏକତା ନେଇଥିଲେ। ସୁରେଶ ପୂଜାରୀ ବିଧାନସଭାରେ ପ୍ରଥମ ହେଲେ ମଧ୍ୟ ରାଜ୍ୟ ବିଜେପିର ସଭାପତି ଥିଲେ, ସଂସଦରେ ଥିଲେ, ସେ ଦୃଷ୍ଟିରୁ ଭାବିଥିଲି। ଆଉ ବାକି ମୋହନ ମାଝୀ ବିଧାୟକ ବହୁତବାର ହେଇଛନ୍ତି, ଆଦିବାସୀ ଚେହେରା। କିନ୍ତୁ କର୍ଣ୍ଣବର୍ଦ୍ଧନ ସିଂଦେଓ ପ୍ରକୃତ ୟାଙ୍କ ଭିତରୁ ଅଭିଜ୍ଞତା ଦୃଷ୍ଟିରୁ ବହୁତ ଅଧିକ। ଆଗରୁ ମନ୍ତ୍ରୀ ହେଇଛନ୍ତି। ବିଜେଡ଼ି ବିଜେପି ଯେତେବେଳେ ମିଳିତ ସରକାର ଥିଲା ସେତେବେଳେ ସିଏ ତା'ର 9 ବର୍ଷ କାଳ ମନ୍ତ୍ରୀ ହେଇଛନ୍ତି, କ୍ୟାବିନେଟ୍ ମନ୍ତ୍ରୀ। ତେଣୁ ତାଙ୍କର ପ୍ରଶାସନିକ ଦକ୍ଷତା ଅଛି, ସେଥିରେ କିଛି କାହାର କି ଇଏ କରିପାରିବେନି। ମୋହନ ମାଝୀ ସେ ବିଜେଡ଼ି ବିଜେପି ସରକାର ଯେତେବେଳେ ଥିଲା ସରକାରୀ ଦଳର ଡେପୁଟି ଚିଫ୍ ହୁଇପ୍ ଥିଲେ, ଏବେ ବିରୋଧୀ ଦଳରେ ଚିଫ୍ ହୁଇପ୍ ଥିଲେ। ବିଧାନସଭାରେ ତାଙ୍କର ପରଫର୍ମାନ୍ସ ଯେ ଦେଖାଯାଏ, ତାଙ୍କ ପ୍ରଶ୍ନ ସେତେବେଳେ ମଧ୍ୟ ମୁଁ ଯେତେବେଳେ ଖଣି ବିରୁଦ୍ଧରେ ସୁପ୍ରିମକୋର୍ଟରେ ଅପିଲ୍ କରିଥିଲି, ଯାଇଥିଲି PIL ଯାଇଥିଲୁ ଆମେ, ମୋର ଅଧିକାଂଶ ଇନଫର୍ମେସନ୍ ମ୍ୟାଟେରିଆଲ୍ ସିଏ ବିଧାୟକ ଭାବରେ ଯାହା ସବୁ ସଂଗ୍ରହ କରିଥିଲେ ଖଣି ବିଭାଗରେ ବହୁତ ତଥ୍ୟ ସେ ମୋତେ ଦେଇଥିଲେ। ମୁଁ ଜାଣିଛି ତାଙ୍କର ଗୋଟେ ଆଗ୍ରହ ଅଛି, ବିଶେଷରେ ଖଣି ସଂକ୍ରାନ୍ତରେ, ଯେହେତୁ ସେ କେନ୍ଦୁଝରର ଲୋକ, ସେ ଖଣିଜ ସମ୍ପଦ ସଂକ୍ରାନ୍ତରେ ସେ ବହୁତ ଇନଫର୍ମେସନ୍ ସଂଗ୍ରହ କରନ୍ତି, ବହୁତ କଥା ମଧ୍ୟ ବିଧାନସଭାର ଅନ୍ୟାନ୍ୟ ବିଷୟ ଉଠାନ୍ତି, କିନ୍ତୁ ଏ ବିଷୟରେ ତାଙ୍କ ଭଲ ଜ୍ଞାନ ରହିଛି। ଏବଂ ସବୁଠୁ ବଡ଼ କଥା, ସେ ଜଣେ ଆଦିବାସୀ ଚେହେରା। ଆପଣ ଦେଖନ୍ତୁ, ଜଣେ ଆଦିବାସୀ ଚେହେରା ଓଡ଼ିଶାରୁ ଭାରତବର୍ଷର ମହାମହିମ ରାଷ୍ଟ୍ରପତି ହେଇଛନ୍ତି, ଯେହେତୁ ସାରା ଦେଶର ସେ। ଆଉ ଜଣେ ଆଦିବାସୀ ଚେହେରା ଜୁଏଲ ଓରାମ, ପୁଣି କେନ୍ଦ୍ରମନ୍ତ୍ରୀ ଭାବରେ ଫେରିଛନ୍ତି। ଇଏ ବର୍ତ୍ତମାନ ଆଦିବାସୀ ଚେହେରା ଆଉ ଜଣେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେଲେ କେଉଁଝର ଜିଲ୍ଲାର। ମୁଁ ଭାବୁଛି ୟା ଫଳରେ ଓଡ଼ିଶାର ଯେଉଁ 23% ଆଦିବାସୀ ସମ୍ପ୍ରଦାୟ ଅଛନ୍ତି, ମୁଁ ଗୋଟେ ବିଜେପି ଆ ଉପରେ ବଡ଼ ଧରଣର ପକଡ଼ ଏଷ୍ଟାବ୍ଲିଶ୍ କରିବା ପାଇଁ ତା'ର ବ୍ୟବସ୍ଥା କରିଦେବା। କେବଳ ଦକ୍ଷିଣ ଓଡ଼ିଶାର ଆଦିବାସୀମାନେ ହୁଏତ ଏଥିରୁ ଟିକେ ବାଦ ଅଛନ୍ତି, ଏବଂ ଦକ୍ଷିଣ ଓଡ଼ିଶା ଏବେ ମଧ୍ୟ କଂଗ୍ରେସର ପ୍ରଭାବ ଏବେ ମଧ୍ୟ ରହିଛି ଏ ନିର୍ବାଚନ ଆମେ ଦେଖିଲେ। ତେଣୁ ଭାବୁଛି ଏଇଟା ବହୁତ ସେ ଦୃଷ୍ଟିରୁ ତାଙ୍କର ସେଇ ଦୃଷ୍ଟିରୁ ଭବିଷ୍ୟତ ଦୃଷ୍ଟିରୁ କରିଛନ୍ତି। ଏବଂ 2 ଜଣ ଉପମୁଖ୍ୟମନ୍ତ୍ରୀ କଲେ, ଜଣେ ପ୍ରଭାତୀ ପରିଡ଼ା ଯଦି ଦେଖାଯାଏ ବିଜେପିରେ ବହୁତ ଦିନ ଧରି ମହିଳା ଚେହେରା, ବହୁତ ଦିନ ଧରି ଅଛନ୍ତି, ମହିଳା ବିଭାଗର ହେଡ଼୍ ଥିଲେ, ବିଜେପି ପ୍ରଥମରୁ ଅଛନ୍ତି, ବିଜେପି ସହିତ ପ୍ରଥମରୁ ଅଛନ୍ତି। ବିଜେଡ଼ି ବିଜେପି ଯେତେବେଳେ ମିଳିତ ସରକାର ଥିଲେ ସେ ସମାଜ ମଙ୍ଗଳ ବୋର୍ଡ଼ର ଅଧ୍ୟକ୍ଷା ମଧ୍ୟ ଥିଲେ। ମାନେ ଲଙ୍ଗ୍ ଏକ୍ସପିରିଏନ୍ସ ତାଙ୍କର ଅଛି ରାଜନୀତିରେ। କିନ୍ତୁ ପ୍ରଥମ ଥର ପାଇଁ ବିଧାୟିକା ହେଇକି ଆସିଛନ୍ତି, ପ୍ରଥମ ଥର। କିନ୍ତୁ କନକବର୍ଦ୍ଧନ ସିଂଦେଓ ସେ 6 ଥର ବିଧାୟକ ହେଲେଣି। ମୁଁ କହିଲି ପୂର୍ବରୁ ମଧ୍ୟ 2 ଥର ସିଏ ବିଜେଡ଼ି ମିଳିତ ମନ୍ତ୍ରିମଣ୍ଡଳରେ ମନ୍ତ୍ରୀ ଥିଲେ, କ୍ୟାବିନେଟ୍ ମନ୍ତ୍ରୀ ଥିଲେ। ପ୍ରଶାସନିକ ଦକ୍ଷତା ତାଙ୍କର, ଏବଂ ସବୁ ଅଞ୍ଚଳକୁ ନେଇଛନ୍ତି, ଗୋଟିଏ ନର୍ଥ, ଗୋଟିଏ ୱେଷ୍ଟ, ଆଉ ଗୋଟିଏ କୋଷ୍ଟାଲ। ଏ ସବୁ ଅଞ୍ଚଳ ପରେ ଭାରସାମ୍ୟ ରକ୍ଷା କରିକି ଏ ମନ୍ତ୍ରିମଣ୍ଡଳ ମାନେ ମୋଟାମୋଟି ଭାବରେ ସ୍ଥିର କରାହେଇଛି। କିନ୍ତୁ ଅସଲ କଥା, ସରକାର ହେଲା ପରେ ସେମାନେ କିପରି ଭାବରେ ଗଭର୍ଣ୍ଣାନ୍ସ କରୁଛନ୍ତି, ଲୋକମାନେ କାରଣ ବିଧାନସଭାରେ ବିରୋଧୀ ଦଳ ବହୁତ ଶକ୍ତିଶାଳୀ। ମୁଁ ଜାଣିନି ବିଧାନସଭାରେ ବିରୋଧୀ ଦଳ କ'ଣ, କିନ୍ତୁ ଯଦି ନବୀନ ପଟ୍ଟନାୟକ ବିରୋଧୀ ଦଳ ନେତା ଭାବରେ ବସୁଛନ୍ତି, ତାର ବି ଗୋଟେ ପ୍ରଭାବ ଅଛି ନା। ତ ସେଇ ଦୃଷ୍ଟିରୁ ଶାସନଟା ଠିକ୍ ଭାବରେ ଚାଲିବା ଦରକାର। କାରଣ ବିରୋଧୀ ଏତେ ଶକ୍ତିଶାଳୀ, ଏମାନେ କିନ୍ତୁ ବିଜେପି ଗୋଟେ ବଡ଼ ରିସ୍କ ନେଇଛି, ଓଡ଼ିଶାର ସାମାଜିକ ସ୍ଥିତିକି ଦେଖି ନେଇଛି। ଜଣେ ଆଦିବାସୀ ଚେହେରା, ଜଣେ କହିପାରନ୍ତି ଆପଣ ରଜା ପଶ୍ଚିମ ଓଡ଼ିଶାର ଚେହେରା କେବି ସିଂଦେଓ, ଯିଏ ବହୁତ ଦିନ ଅଛନ୍ତି। ଆଉ ଜଣେ ଇଏ ହେଲେ ଉପକୂଳ ଓଡ଼ିଶାର, ତାଙ୍କୁ ଆପଣ OBCରେ ବି ନେଇପାରିବେ, ତାଙ୍କୁ OBC ଭୁକ୍ତ କରିପାରିବେ। ପ୍ରଭାତୀ ପରିବାରଙ୍କୁ କିଛି ଅସୁବିଧା ନାହିଁ। ଆଉ ସେଇ ହିସାବରେ ସବୁ ଅଞ୍ଚଳକୁ, ସବୁ କ୍ଷେତ୍ରକୁ ବାଲାନ୍ସ କରା ଭଳିଆ ଗୋଟିଏ ପଦକ୍ଷେପ ନିଆଯାଇଛି। ଶାସନରେ କ'ଣ ହେଉଛି ସେଇଟା ଶାସନ ହେଲା ପରେ ଲୋକ ଜାଣିବେ।